କ୍ରିମ୍ ପୁଡ଼ିଂ। ଆବଶ୍ୟକ ସାମଗ୍ରୀ 4ଟି ପାଚିଲା କଦଳୀ, 250 ଗ୍ରାମ ଅରୁଆ ଚାଉଳ ଗୁଣ୍ଡ, 250 ଗ୍ରାମ ଚିନି, ଅଧ ଟିଣ କଣ୍ଡେନ୍ସ ମିଲ୍କ, ଅଧ କପ୍ ଉଷୁମ କ୍ଷୀର, 50 ଗ୍ରାମ କାଜୁ, କିସମିସ ଓ ବାଦାମର ମିଶାମିଶି, 1 ଚାମଚ ଗୁଜୁରାତି ଗୁଣ୍ଡ, କିଛି ଜାଫ୍ରାନ, ଅଳ୍ପ କ୍ଷୀରରେ ଭିଜା ଯାଇଥିବ। କିପରି ପ୍ରସ୍ତୁତି କରିବେ? ଚାଉଳ ଗୁଣ୍ଡରେ ଉଷୁମ କ୍ଷୀର ଢାଳି ଅଧଘଣ୍ଟା ପର୍ଯ୍ୟନ୍ତ ଅଲଗା ରଖିଦିଅନ୍ତୁ। ଚିନିରେ 1 କପ୍ ପାଣି ଦେଇ ଶିରା ପ୍ରସ୍ତୁତ କରନ୍ତୁ। ଶିରା ଅଠାଳିଆ ହୋଇ ଆସିଲେ ସେଥିରେ ଭିଜା ଚାଉଳ ଗୁଣ୍ଡ ଓ କଦଳୀ ଚକଟି ଦିଅନ୍ତୁ। ତାପରେ ମଧ୍ୟମ ଆଞ୍ଚରେ ମିଶ୍ରଣ ପତଳା ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ। ଏଥର ସେଥିରେ କଣ୍ଡେନ୍ସ ମିଲ୍କକୁ ମିଶାଇ 4ରୁ 5 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଗୋଳାନ୍ତୁ। ତାପରେ ସେଥିରେ ଜାଫ୍ରାନ, ଗୁଜୁରାତି ଗୁଣ୍ଡ ମିଶାନ୍ତୁ। ଆଞ୍ଚରୁ ଓହ୍ଲାଇ ଆଣି ତାହା ଉପରେ କାଜୁ, କିସମିସ ଓ ବାଦାମ ସଜେଇ ପରିବେଷଣ କରନ୍ତୁ।